Dear students, I am Sagar. Welcome to my YouTube channel, The Success Point Coaching Puri. ଆଜି 10th କ୍ଲାସ୍ର ଏକ ନ୍ୟୁ ଚାପ୍ଟର ଆଟ୍ ଦ ହାଇସ୍କୁଲ, ଯାହାର ଲେଖକ ହେଉଛନ୍ତି M.K. ଗାନ୍ଧୀ, ମୋହନଦାସ କରମଚାନ୍ଦ ଗାନ୍ଧୀ। ଏହି ଚାପ୍ଟରର ପୂର୍ବ କ୍ଲାସ୍ରେ ଆମେ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ରାଇଟର ଆଣ୍ଡ ଇଣ୍ଟ୍ରୋଡକ୍ସନ୍ ଅଫ୍ ଦ ଥେମ୍, ଲେଖକଙ୍କ ପରିଚୟ ବିଷୟ ଆଲୋଚନା କରୁଥିଲେ ଏବଂ ବିଷୟଟି କେଉଁ ଉପରେ ଆଧାରିତ ବା ବିଷୟଟିର ସାରା କଥା କ'ଣ ଥିଲା, ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆଜି ଆମେ ବିଷୟଟିର ଦୁଇଟି ମୁଖ୍ୟ ପାରାଗ୍ରାଫ ଆଲୋଚନା କରିବା। ପ୍ରତ୍ୟେକ ସେଣ୍ଟେନ୍ସ ଥିବା ଡିଫିକଲ୍ଟ ୱାର୍ଡ଼ ଗୁଡ଼ିକୁ ରେଡ୍ ଲାଇନ୍ ଦ୍ୱାରା ଅଣ୍ଡରଲାଇନ୍ କରାଯାଇଛି, ଟିକେ ଦେଖିନିଅ। ଆଉ ପ୍ରତ୍ୟେକ ଡିଫିକଲ୍ଟ ୱାର୍ଡ଼ର ଗ୍ଲୋସରୀ ବା ୱାର୍ଡ଼ ନୋଟ୍ସ ଗୁଡ଼ିକୁ ଆମେ ତଳେ ମେନସନ୍ କରିଦେଇଛୁ, ଯାହାକୁ ତୁମେ ଇଜିଲି କଲେକ୍ସନ୍ କରିପାରିବ ଏବଂ ସହଜ ଓ ସରଳ ଭାବରେ ବ୍ୟବହାର ହେଉଥିବା ପ୍ରତ୍ୟେକ ବାକ୍ୟକୁ ବୁଝିବାରେ ସକ୍ଷମ ହେବ। ଆମର ଏହି ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାହିଁକିନା ପ୍ରତ୍ୟେକ ସେଣ୍ଟେନ୍ସ ଥିବା ଡିଫିକଲ୍ଟ ୱାର୍ଡ଼ ସହିତ ଗ୍ରାମାଟିକାଲ କନସେପ୍ଟକୁ ଆମେ ସହଜ ଏବଂ ଅତି ସରଳ ଭାବରେ ଉପାଖ୍ୟାନ କରିବୁ। ତାହେଲେ ବିଷୟଟିକୁ ଆଲୋଚନା କରିବା। ଆଟ୍ ଦ ହାଇସ୍କୁଲ, ଆଇ ୱାଜଣ୍ଟ ରିଗାର୍ଡେଡ଼, ମୁଁ ବିବେଚିତ ହେଉନଥିଲି ଆଜ୍ ଏ ଫୁଲ, ନିର୍ବୋଧ ବୋଲି। ଆଟ୍ ଦ ହାଇସ୍କୁଲ, ଉଚ୍ଚ ବିଦ୍ୟାଳୟରେ। ଆଇ ୱାଜଣ୍ଟ ରିଗାର୍ଡେଡ଼ ପାଷ୍ଟର ପ୍ୟାସିଭ୍ ଫର୍ମ ଅଛି, ଯାହାର ଫର୍ମୁଲା ସବଜେକ୍ଟ ପ୍ଲସ୍ ୱାଜର ପ୍ଲସ୍ ପିପି ବା ପାଷ୍ଟ ପାର୍ଟିସିପଲ୍ ଅଫ୍ ଦ ମେନ୍ ଭର୍ବ। ନେଗେଟିଭ୍ ସେଣ୍ଟେନ୍ସ ହେଇଥିବାରୁ ନଟ୍କୁ ବ୍ୟବହାର କରାଯାଇଛି। ଆଇ ୱାଜଣ୍ଟ ରିଗାର୍ଡେଡ଼, ମୁଁ ବିବେଚିତ ହେଉନଥିଲି। ତାହେଲେ ରିଗାର୍ଡେଡ଼ ଅର୍ଥ କ'ଣ? ବିବେଚିତ ହେବା। କେଉଁଭଳି? ନା ଆଜ୍ ଏ ଫୁଲ, ନିର୍ବୋଧ ବୋଲି, ବୋକା। ଫୁଲ ଅର୍ଥ କ'ଣ? ବୋକା। କେଉଁଠି? ନା ଆଟ୍ ଦ ହାଇସ୍କୁଲ, ଉଚ୍ଚ ବିଦ୍ୟାଳୟରେ। ପିଲାମାନେ, ମୁଁ ଆଗରୁ କହି ରଖିଛି ଯେ ପ୍ରତ୍ୟେକ ଡିଫିକଲ୍ଟ ୱାର୍ଡ଼ ଯାହା ଆମେ ରେଡ୍ ଲାଇନ୍ରେ ଇଣ୍ଡିକେଟ୍ କରୁଛୁ, ସେଗୁଡ଼ିକୁ ଆମର ଗ୍ଲୋସରୀ ବା ୱାର୍ଡ଼ ନୋଟ୍ସରେ ଆମେ ମେନସନ୍ କରିଛୁ। ଏଇଟା ଦେଖିନିଅ। ରିଗାର୍ଡେଡ଼ ଅର୍ଥ କ'ଣ? ବିବେଚନା କରିବା। ଫୁଲ ଅର୍ଥ ବୋକା। ତେଣୁ ପ୍ରତ୍ୟେକ ସେଣ୍ଟେନ୍ସରେ ଯେଉଁ ଡିଫିକଲ୍ଟ ୱାର୍ଡ଼ ଅଛି ସେଗୁଡ଼ିକୁ ଆମେ ତଳେ ଇଣ୍ଡିକେଟ୍ କରୁଛୁ, ତୁମେ କଲେକ୍ସନ୍ କରିପାରିବ। ଆଇ ଅଲୱେଜ୍ ଏନ୍ଜଏଡ୍, ମୁଁ ସର୍ବଦା ଉପଭୋଗ କରୁଥିଲି ଦ ଆଫେକ୍ସନ୍ ଅଫ୍ ଦ ଟିଚର୍ସ, ଶିକ୍ଷକମାନଙ୍କର ଶ୍ରଦ୍ଧାକୁ। ଅଥବା ମୁଁ ଶିକ୍ଷକମାନଙ୍କର ଶ୍ରଦ୍ଧାର ପାତ୍ର ଥିଲି। ତାହେଲେ ଏଠାରେ ଗ୍ରାମାଟିକାଲ ସେନ୍ସ ଦେଖିବା। ଆଇ ଅଲୱେଜ୍ ଏନ୍ଜଏଡ୍, ପିଲାମାନେ ଏଠାରେ ପାଷ୍ଟ ସିମ୍ପଲ୍ ବ୍ୟବହାର କରାଯାଇଛି। ସବଜେକ୍ଟ ପ୍ଲସ୍ ପାଷ୍ଟ ଫର୍ମ ଅଫ୍ ଦ ମେନ୍ ଭର୍ବ। ଅଲୱେଜ୍ ହେଉଛି ଆଡ଼ଭର୍ବ। ତେଣୁ ମୁଁ ସର୍ବଦା ଉପଭୋଗ କରୁଥିଲି। ତାହେଲେ କ'ଣ ଉପଭୋଗ କରୁଥିଲି? ନା ଦ ଆଫେକ୍ସନ୍ ଅଫ୍ ଦ ଟିଚର୍ସ, ଶିକ୍ଷକମାନଙ୍କର ଶ୍ରଦ୍ଧାକୁ, ଅଥବା ମୁଁ ଶିକ୍ଷକମାନଙ୍କର ଶ୍ରଦ୍ଧାର ପାତ୍ର ଥିଲି। ସାର୍ଟିଫିକେଟ୍ସ ଅଫ୍ ପ୍ରୋଗ୍ରେସ୍ ଆଣ୍ଡ ଏ କ୍ୟାରେକ୍ଟର, ତାହେଲେ ଏଇଟା ଡିଫିକଲ୍ଟ ପ୍ରୋଗ୍ରେସ୍ ଅଛି, କ୍ୟାରେକ୍ଟର ଅଛି। ତାହେଲେ ପ୍ରୋଗ୍ରେସ୍ ମିନ୍ସ କ'ଣ? ପ୍ରଗତି। କ୍ୟାରେକ୍ଟର ମିନ୍ସ ଚରିତ୍ର।
सर्टिफिकेट मीन्स प्रमाणपत्र ताले सर्टिफिकेट्स ऑफ प्रोग्रेस एंड कैरेक्टर प्रगति और चरित्र प्रमाणपत्र गुड़िक यूज टू बी सेंड प्रेरण करा जाउथिला बा पठिया दिया जाउथिला कहा पाखु ना टू द पेरेंट्स एवरी ईयर प्रति वर्ष अभिभावक मानक पाखु प्रगति और चरित्र प्रमाणपत्र गुड़िक पठिया दिया जाउथिला बा प्रेरण करा जाउथिला ताले एठारे मॉडल पैसिव फॉर्म व्यवहार कराई जार फॉर्मूला सब्जेक्ट प्लस मोडाल प्लस बी प्लस पीपी पिले माने मुझे गोटे उदाहरण दूची आई कैन इट मैंगो अर्थ कौन ना आई कैन इट मु खाई पारि ए मैंगो गोटे आंब एठारे आई हला सब्जेक्ट कैन इट हला भर ए मैंगो हला ऑब्जेक्ट तेणु आम जानी थी जितेबले एक्टिव पैसिव करवा सेतेबले प्रथमे एक्टिव वॉइसर ऑब्जेक्ट को पैसिव रे सब्जेक्ट भाव व्यवहार करवा ताले एठारे ऑब्जेक्ट ए मैंगो होइतिबारु ए मैंगो कैन बी इटेन बाय मी ताले ऑब्जेक्ट को सब्जेक्ट कर देले मॉडल वर्ब कैन थिला कैन को यूज कले एक्टिव वॉइस रे व्यवहृत मेन वर्ब पैसिव रे सर्वदा पास्ट पार्टिसिपल फॉर्म होता है तेणु इट्र इटेन करदेले एवं एक्टिव वॉइस सब्जेक्ट को उपयुक्त प्रिपोजिशन बाय जोगरे आमे ऑब्जेक्ट करदेले तेणु एइभली एठारे यूज टू बी सेंड पठिया दिया जाइथिला बा प्रेरण करा जाइथिला कहा पाखु ना टू द पेरेंट्स शिक्षक अभिभावक मान पाखु एवरी ईयर प्रति वर्ष ताले प्रगति और चरित्र प्रमाणपत्र गुड़िक प्रति वर्ष अभिभावक मान पाखु पठिया दि जाउथिला आई नेभर हैड मोर कदापि नथिला ए बैड सर्टिफिकेट्स खराब प्रमाणपत्र ताले लेखक एम के गांधी कहते जे मोर आदौ बा कदापि खराब प्रमाणपत्र नथिला इनफैक्ट वास्तविक आई इवन ओन प्राइजेस आफ्टर आई पास्ड आउट ऑफ द सेकेंड स्टैंडर्ड ताले आई इवन ओन प्राइजेस मु पुरस्कार मान जीति थी आफ्टर आई पास आउट ऑफ द सेकेंड स्टैंडर्ड मु एपरिक द्वितीय श्रेणी रे पास करिबा परे मु पुरस्कार मान जीति थी तेणु एठारे आई इवन ओन प्राइजेस पार्ट सिंपली अच्छी जार फॉर्मूला सब्जेक्ट प्लस पास्ट फॉर्म ऑफ द मेन वर्ब आगु मु कही रखी इन द फिफ्थ एंड सिक्स पंचम एवं षष्ठ श्रेणी रे आई ऑब्टेन्ड मु पाई पास सिंपल अच्छी कौन पाई ना स्कॉलरशिप ऑफ ₹410 रेस्पेक्टिवली ताले यथाक्रमे 4 टंका और 10 टंका छात्रवृत्ति बोले माने स्कॉलरशिप कौन छात्रवृत्ति ऑब्टेन मीन्स पाई प्रत्येक डिफिकल्ट वर्ड गुड़ी को आम ग्लोसरी आड कर देछु ये देखिनियो ऑब्टेन पाइबा इनफैक्ट वास्तविक तेणु प्रत्येक वर्ड जहाँ विषय रेल इंडिकेट करा ताहा ग्लोसरी आड कर देछु तुम्हें इजिली कलेक्शन करि परिबो। An achievement for which I have to thank good luck more than my merit. An achievement गोटे सफलता
ଫର୍ ହ୍ୱିଚ୍ ଯେଉଁଥିପାଇଁ ଆଇ ହ୍ୟାଭ୍ ଟୁ ଥ୍ୟାଙ୍କ ମୋତେ ଧନ୍ୟବାଦ ଦେବାକୁ ପଡ଼ିବ। କାହାକୁ? ନା ଗୁଡ୍ ଲକ୍ ସୌଭାଗ୍ୟକୁ। ମୋର୍ ଦାନ୍ ମାଇ ମେରିଟ୍ ମୋର ଶ୍ରେଷ୍ଠତା ଠାରୁ ମୋର ଶ୍ରେଷ୍ଠତା ଠାରୁ ମୋର ସୌଭାଗ୍ୟକୁ ଧନ୍ୟବାଦ ଦେବାକୁ ପଡ଼ିବ। କାହିଁକି? ନା ମୁଁ ଯେତିକି କାର୍ଯ୍ୟ କରୁଛି ତାଠାରୁ ଅଧିକ ଫଳପ୍ରଦ ହେଉଛି। ମାଇ ଓନ୍ ରିକଲେକ୍ସନ୍ ଇଜ୍ ଦ୍ୟାଟ୍ ମୋର ନିଜସ୍ୱ ସ୍ମରଣ ଏହା ଥିଲା ଯେ ଆଇ ଡିଡ୍ ନଟ୍ ହ୍ୟାଭ୍ ଏନି ହାଇ ରିଗାର୍ଡ଼ ଆଇ ଡିଡ୍ ନଟ୍ ହ୍ୟାଭ୍ ମୋର ନଥିଲା। ପିଲାମାନେ ପାଷ୍ଟ ସିମ୍ପଲ୍ର ନେଗେଟିଭ୍ କରାହେଇଛି। ସବଜେକ୍ଟ ପ୍ଲସ୍ ଡିଡ୍ ପ୍ଲସ୍ ନଟ୍ ପ୍ଲସ୍ ବେସ୍ ଫର୍ମ ଅଫ୍ ଦ ମେନ୍ ଫର୍ମ। ଆଇ ଡିଡ୍ ନଟ୍ ହ୍ୟାଭ୍ ମୋର ନଥିଲା। ଏନି ହାଇ ରିଗାର୍ଡ଼ କୌଣସି ଉଚ୍ଚ ସମ୍ମାନ। ଫର୍ ମାଇ ଏବିଲିଟି ମୋର ଦକ୍ଷତା ପାଇଁ କୌଣସି ଉଚ୍ଚ ସମ୍ମାନ ନଥିବା। ମୋର ନିଜସ୍ୱ ସ୍ମରଣରେ ଥିଲା ଯେ ମୁଁ ଭଲ ଭାବରେ ମନେ ରଖିଛି ଯେ ମୋର ଏବିଲିଟି ପାଇଁ ମୋର ସାମର୍ଥ୍ୟ ପାଇଁ ମୋର କୌଣସି ଉଚ୍ଚ ସମ୍ମାନ ନଥିଲା। ଆଇ ୟୁଜ୍ ଟୁ ବି ଆଷ୍ଟୋନିସ୍ଡ ଆଇ ୟୁଜ୍ ଟୁ ବି ଆଷ୍ଟୋନିସ୍ଡ ମୁଁ ବାରମ୍ବାର ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲି। ହେଲେ ଆଷ୍ଟୋନିସ୍ଡ ଅର୍ଥ କ'ଣ? ବାରମ୍ବାର ଆଶ୍ଚର୍ଯ୍ୟାନ୍ୱିତ ହେବା। ଆଇ ୟୁଜ୍ ଟୁ ବି ଆଷ୍ଟୋନିସ୍ଡ ତାହେଲେ ଏଠାରେ ମୋଡାଲ ପ୍ୟାସିଭ୍ ଫର୍ମ ବ୍ୟବହାର କରାଯାଇଛି ଯାହା ଫର୍ମୁଲା ମୁଁ ପୂର୍ବରୁ ଆଲୋଚନା କରିଥିଲି। ସବଜେକ୍ଟ ପ୍ଲସ୍ ମୋଡାଲ ପ୍ଲସ୍ ବି ପ୍ଲସ୍ ପିପି ବା ପାଷ୍ଟ ପାର୍ଟିସିପଲ୍ ଅଫ୍ ଦ ମେନ୍ ଭର୍ବ। ଏଠାରେ ୟୁଜ୍ ଟୁ ହେଲା ମୋଡାଲରେ ମେନ୍ ଭର୍ବ ହେଉଛି ଆଷ୍ଟୋନିସ୍ଡ ଆଶ୍ଚର୍ଯ୍ୟାନ୍ୱିତ ହେବା। ତାହେଲେ ଆଇ ୟୁଜ୍ ଟୁ ବି ଆଷ୍ଟୋନିସ୍ଡ ମୁଁ ବାରମ୍ବାର ଆଶ୍ଚର୍ଯ୍ୟାନ୍ୱିତ ହେଉଥିଲି। ହୁଏନ୍ ଏଭର୍ ଯେତେବେଳେ ବି ଆଇ ଓନ୍ ପ୍ରାଇଜେସ୍ ଆଣ୍ଡ ଏ ସ୍କଲାରସିପ୍ ମୁଁ ପୁରସ୍କାର ଏବଂ ବୃତ୍ତି ପାଉଥିଲି। ବଟ୍ କିନ୍ତୁ ଆଇ ଭେରି ଜେଲିୟସଲି ଗାଇଡେଡ଼ ମୁଁ ସଜାଗ ଭାବରେ ଜଗିଥିଲି। କାହାକୁ? ନା ମାଇ କ୍ୟାରେକ୍ଟର ମୋର ଚରିତ୍ରକୁ। ଦ ଲିଷ୍ଟ ଲିଟିଲ୍ ବ୍ଲିମ୍ସ ପିଲେ ଲିଷ୍ଟ ଲିଟିଲ୍ ବ୍ଲିମ୍ସ ସାମାନ୍ୟ କଳଙ୍କ ବା ଦୋଷ ଡ୍ରିଉ ଝରାଇ ଦେଉଥିଲା। କ'ଣ ଝରାଇ ଦେଉଥିଲା? ନା ଟିୟର୍ସ ତାହେଲେ ମୋ ଆଖିରୁ ଲୁହ ଝରାଇ ଦେଉଥିଲା। ଯଦି ସାମାନ୍ୟ କିଛି ଦୋଷ ତ୍ରୁଟି ହୁଏ କଳଙ୍କ ହୁଏ ତାହେଲେ ମୋ ଆଖିରୁ ଲୁହ ଝରି ଯାଉଥିଲା। ପିଲାମାନେ ମୁଁ ପ୍ରତ୍ୟେକ ଡିଫିକଲ୍ଟ ୱାର୍ଡ଼ ଆମର ଗ୍ଲୋସରୀରେ ଇଣ୍ଡିକେଟ୍ କରିଦେଇଛି ଯେଉଁମାନେ ଇଜିଲି କଲେକ୍ସନ୍ କରିପାରିବ। ଆଇ ହ୍ୱେନ୍ ଆଇ ମେରିଟେଡ଼ ଯେତେବେଳେ ଆଇ ମେରିଟେଡ଼ ମୁଁ ଯୋଗ୍ୟ ବିବେଚିତ ହେଉଥିଲି। ଅର୍ ସିମ୍ ଟୁ ଦ ଟିଚର୍ସ ଶିକ୍ଷକଙ୍କୁ ଜଣାପଡ଼ୁଥିଲା ଟୁ ମେରିଟ୍ ଏ ରିବ୍ୟୁକ୍ ଗୋଟିଏ ଗାଳି ଶୁଣିବାକୁ ଯୋଗ୍ୟ ବିବେଚିତ ହେଉଥିଲି। ଅର୍ଥାତ୍ ଯେତେବେଳେ ମୁଁ ଗାଳି ଶୁଣିବାକୁ ଯୋଗ୍ୟ ବିବେଚିତ ହେଉଥିଲି ବା ଶିକ୍ଷକଙ୍କୁ ଜଣାପଡ଼ୁଥିଲା ଯେ ମୁଁ ଗାଳି ଶୁଣିବା ଯୋଗ୍ୟ। ଇଟ୍ ୱାଜ୍ ଅନ୍ ବିୟରେବୁଲ୍ ଫର୍ ମି ଏହା ମୋ ପାଇଁ ଅସହ୍ୟ ଥିଲା। ଅନବିୟରେବୁଲ୍ ମାନେ କ'ଣ? ଅସହ୍ୟ। ଆଇ ରିମେମ୍ବର ମୋର ମନେ ପଡ଼ୁଛି ହାଭିଂ ୱାନ୍ସ ରିସିଭ୍ଡ କର୍ପୋରାଲ ପନିସମେଣ୍ଟ ଥରେ ଶାରୀରିକ ଦଣ୍ଡ ପାଇଥିବା କଥା।
ଥରେ ମୋର ମନେ ପଡ଼ୁଛି ଯେ ମୁଁ ଶାରୀରିକ ଦଣ୍ଡ ପାଇଥିଲି। ତାହେଲେ ଏଠାରେ ଡିଫିକଲ୍ଟ ୱାର୍ଡ଼ ଗୁଡ଼ିକ କ'ଣ ଅଛି ନା କର୍ପୋରାଲ ପନିଶମେଣ୍ଟ, ଶାରୀରିକ ଦଣ୍ଡ। ତାହେଲେ ଆଇ ଡି ନଟ୍ ସୋ ମଚ୍ ମାଇଣ୍ଡ, ମୁଁ କିଛି ଭାବିଲି ନାହିଁ ଦ ପନିଶମେଣ୍ଟ, ଦଣ୍ଡ ବିଷୟରେ। ଆଟ୍ ଦ ଫ୍ୟାକ୍ଟ ଦ୍ୟାଟ୍, ଏହାର ସତ୍ୟ କଥା ହେଲା ଯେ ଇଟ୍ ୱାଜ୍ କନସିଡର, ଏହାକୁ ବିବେଚନା କରାଯାଇଥିଲା ମାଇ ଡେଜର୍ଟ, ମୁଁ ପାଇବାର ଯୋଗ୍ୟ ବୋଲି। ତାହେଲେ ପିଲାମାନେ ପ୍ରତ୍ୟେକ ସେଣ୍ଟେନ୍ସ ଗୁଡ଼ିକୁ ଆମେ ତାର ଗ୍ରାମାଟିକାଲ ସେନ୍ସ ଦେଖିଦେବା। ଆଇ ଡି ନଟ୍ ସୋ ମଚ୍ ମାଇଣ୍ଡ, ଆଇ ଡି ନଟ୍ ସୋ ମଚ୍ ମାଇଣ୍ଡ। ତାହେଲେ ପାଷ୍ଟ ସିମ୍ପଲ୍ର ନେଗେଟିଭ୍ ଫର୍ମରେ ଅଛି, ଯାହାର ଫର୍ମୁଲା ସବଜେକ୍ଟ ପ୍ଲସ୍ ଡିଡ୍ ପ୍ଲସ୍ ନଟ୍ ପ୍ଲସ୍ ବେସ୍ ଫର୍ମ ଅଫ୍ ଦ ମେନ୍ ଭର୍ବ। ଆଇ ଡି ନଟ୍ ସୋ ମଚ୍ ମାଇଣ୍ଡ, ମୁଁ କିଛି ଭାବିନଥିଲି ବା ଏତେ ପରିମାଣରେ ଭାବିନଥିଲି ଦ ପନିଶମେଣ୍ଟ, କେଉଁ ବିଷୟରେ? ଦଣ୍ଡ ବିଷୟରେ। ଆଜ୍ ଦ ଫ୍ୟାକ୍ଟ ଦ୍ୟାଟ୍, ଏହାର ସତ୍ୟ କଥା ହେଲା ବା ଏହା ସତ୍ୟ କଥା ହେଲା ବା ଏହାର କାରଣ ହେଲା ଇଟ୍ ୱାଜ୍ କନସିଡର, ଏହା ବିବେଚନା କରାଯାଇଥିଲା। ପିଲେ ପାଷ୍ଟର ପ୍ୟାସିଭ୍ ଫର୍ମ ଅଛି, ସବଜେକ୍ଟ ପ୍ଲସ୍ ୱାଜର ପ୍ଲସ୍ ପାଷ୍ଟ ପାର୍ଟିସିପଲ୍ ଅଫ୍ ଦ ମେନ୍ ଭର୍ବ। ମାଇ ଡେଜର୍ଟ, ତାହେଲେ ଏହା ପାଇବା ପାଇଁ ବା ଏହି ଦଣ୍ଡ ପାଇବା ପାଇଁ ମୁଁ ଯୋଗ୍ୟ ବୋଲି ବିବେଚିତ ହେଇଥିବାରୁ ମୁଁ ଅଧିକ କିଛି ଭାବିନଥିଲି। ଆଇ ୱିପ୍ଡ ପିଟିଓସଲି, ଆଇ ୱିପ୍ଡ, ପିଲେ ୱିପ୍ରୁ ୱିପ୍ଡ ହେଇଛି ପାଷ୍ଟ ସିମ୍ପଲ୍। ମୁଁ ଅତି ଦୟନୀୟ ଭାବରେ କାନ୍ଦିଲି, ପିଟିଓସଲି, ଅତି ଦୟନୀୟ ଭାବରେ, ଅତି ଦୁଃଖରେ। ଦ୍ୟାଟ୍ ୱାଜ୍, ତାହା ଥିଲା ହ୍ୱେନ୍ ଆଇ ୱାଜ୍ ଇନ୍ ଦ ଫାଷ୍ଟ ଅର୍ ସେକେଣ୍ଡ ଷ୍ଟାଣ୍ଡାର୍ଡ଼, ଯେତେବେଳେ ମୁଁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିଲି ବା ଅଧ୍ୟୟନ କରୁଥିଲି, ସେତେବେଳେ ଯେଉଁ ଦଣ୍ଡ ପାଇଥିଲି ସେତେବେଳେ ମୁଁ ଅତି ଦୟନୀୟ ଭାବରେ ପିଟିଓସଲି ମୁଁ କାନ୍ଦିଥିଲି। ଦେୟାର ୱାଜ୍ ଆନାଦର ସଚ୍ ଇନସିଡେଣ୍ଟ ଡ୍ୟୁରିଂ ଦ ଟାଇମ୍, ସେହିପରି ଅନେକ ଘଟଣା ଘଟିଥିଲା ହ୍ୱେନ୍ ଆଇ ୱାଜ୍ ଇନ୍ ଦ ସେଭେନ୍ଥ ଷ୍ଟାଣ୍ଡାର୍ଡ଼, ଯେତେବେଳେ ମୁଁ ସପ୍ତମ କ୍ଲାସରେ ପଢ଼ୁଥିଲି। ଦୋରାବିଜ୍ ଇଦୁଲଜି ଜିମି ୱା ଦ ହେଡ଼ମାଷ୍ଟର ଦେନ୍, ତାହେଲେ ସେତେବେଳେ ମୋର ପ୍ରଧାନ ଶିକ୍ଷକ କିଏ ଥିଲେ? ଦୋରାବିଜ୍ ଇଦୁଲଜି ଜିମି। ହି ୱାଜ୍ ପପୁଲାର ଆମଙ୍ଗ ଦ ବଏଜ୍, ତାହେଲେ ହି ୱାଜ୍, ସେ ଥିଲେ, ପପୁଲାର ଅତି ପ୍ରିୟ, କାହା ଭିତରେ? ନା ଆମଙ୍ଗ ଦ ବଏଜ୍, ବାଳକମାନଙ୍କ ମଧ୍ୟରେ ବା ପୁଅମାନଙ୍କ ମଧ୍ୟରେ ସେ ଅତି ପ୍ରିୟ ଥିଲେ। ଆଜ୍, କାରଣ ହି ୱାଜ୍ ଏ ଡିସିପ୍ଲିନେରିଆନ୍, ଏ ମ୍ୟାନ୍ ଅଫ୍ ମେଥଡ଼ ଆଣ୍ଡ ଏ ଗୁଡ୍ ଟିଚର, ତାହେଲେ ସେ ଶୃଙ୍ଖଳ ପ୍ରିୟ, ଶୃଙ୍ଖଳିତ ବ୍ୟକ୍ତି ତଥା ଜଣେ ଭଲ ଶିକ୍ଷକ ଥିଲେ। ପିଲାମାନେ ଏଠାରେ ଡିଫିକଲ୍ଟ ୱାର୍ଡ ଅଛି ଡିସିପ୍ଲିନେରିଆନ୍, ଶୃଙ୍ଖଳିତ ବ୍ୟକ୍ତି ବା ଶୃଙ୍ଖଳିତ। ତେଣୁ ଆମେ ପ୍ରତ୍ୟେକ ଡିଫିକଲ୍ଟ ୱାର୍ଡ ଗୁଡ଼ିକୁ ୱାର୍ଡ ବକ୍ସରେ ଲେଖିଦେଇଛୁ, ଦ୍ୟାଟ୍ ୟୁ କ୍ୟାନ୍ ଇଜିଲି କଲେକ୍ଟ। ହି ମେଡ୍ ଗ୍ୟାମାଷ୍ଟିକ୍ ଆଣ୍ଡ ଏ କ୍ରିକେଟ କମ୍ପଲସରି, ସେ ଖେଳ କସରତ ଓ କ୍ରିକେଟ ଖେଳକୁ ବାଧ୍ୟତାମୂଳକ କରାଇଥିଲେ। ପିଲାମାନେ ପାଷ୍ଟ ସିମ୍ପଲ୍ ବ୍ୟବହାର କରାଯାଇଛି। ଗ୍ୟାମାଷ୍ଟିକ୍ ମାନେ କ'ଣ? ଖେଳ କସରତ, କ୍ରିକେଟ ହେଉଛି କ୍ରିକେଟ ଯାହା ତୁମେ ଦେଖୁଛ। ଫର୍ ଦ ବଏଜ୍, କେଉଁମାନଙ୍କ ପାଇଁ? ନା ବାଳକମାନଙ୍କ ପାଇଁ। ଅଫ୍ ଉପର ଷ୍ଟାଣ୍ଡାର୍ଡ଼, ଉଚ୍ଚ ଶ୍ରେଣୀରେ ବା ଉଚ୍ଚ ଶ୍ରେଣୀର ବାଳକମାନଙ୍କ ପାଇଁ ସେ ଖେଳ କସରତ ଓ କ୍ରିକେଟ ଖେଳକୁ ବାଧ୍ୟତାମୂଳକ କରାଇଥିଲେ। ଆଇ ଡିସଲାଇକ୍ଡ
ବୋଥ୍ ମୁଁ ଉଭୟକୁ ନାପସନ୍ଦ କରୁଥିଲି। ପିଲାମାନେ ପାଷ୍ଟ ସିମ୍ପଲ୍ ଅଛି, ସବଜେକ୍ଟ ପ୍ଲସ୍ ପାଷ୍ଟ ଫର୍ମ ଅଫ୍ ଦ ମେନ୍ ଭର୍ବ। ଆଇ ଡିସଲାଇକ୍ ବୋଥ୍ ମୁଁ ଉଭୟକୁ ନାପସନ୍ଦ କରୁଥିଲି। ଆଇ ନେଭର ଟୁକ୍ ପାର୍ଟ ମୁଁ କଦାପି ଅଂଶଗ୍ରହଣ କରିନଥିଲି। ପିଲାମାନେ ଟୁକ୍ ପାର୍ଟ ମାନେ କ'ଣ? ଅଂଶଗ୍ରହଣ କରିବା। ଇନ୍ ଏନି ଏକ୍ସରସାଇଜ୍ କୌଣସି ବ୍ୟାୟାମ ଲାଇକ୍ କ୍ରିକେଟ ଅର୍ ଫୁଟବଲ୍ କ୍ରିକେଟ ଆଉ ଫୁଟବଲ୍ ପରି କୌଣସି ଏକ୍ସରସାଇଜକୁ ମୁଁ କଦାପି ଅଂଶଗ୍ରହଣ କରିନଥିଲି। ବିଫୋର୍ ଦେ ୱେୟାର ମେଡ୍ କମ୍ପଲସରି ସେଗୁଡ଼ିକୁ ବାଧ୍ୟତାମୂଳକ କରାଯିବା ପୂର୍ବରୁ ମଧ୍ୟ ମୁଁ ସେଗୁଡ଼ିକୁ ସେଥିରେ ଅଂଶଗ୍ରହଣ କରିନଥିଲି। ମାଇ ସାଇନେସ୍ ମୋର ଲାଜକୁଳତା ନୀତି। ସାଇନେସ୍ ତାର୍ଥ କ'ଣ? ଲାଜକୁଳ ବା ଲାଜକୁଳତା ନୀତି। ମାଇ ସାଇନେସ୍ ୱାଜ୍ ୱାନ୍ ଅଫ୍ ଦ ରିଜିନ୍ ଫର୍ ଦିସ୍ ଏ ଲୁଫନେସ୍। ତାହେଲେ ମାଇ ସାଇଲେନ୍ସ ମୋର ଲାଜକୁଳତା ନୀତି ୱାଜ୍ ଥିଲା ୱାନ୍ ଅଫ୍ ଦ ରିଜିନ୍ ଗୋଟିଏ କାରଣ ଫର୍ ଦିସ୍ ଏଲୁଫନେସ୍। ତାହେଲେ ଏଲୁଫନେସ୍ କ'ଣ? ନା ଉଦାସୀନତା ବା ଦୂରତ୍ୱ ଭାବ। ତାହେଲେ ଫର୍ ଦିସ୍ ଏଲୁଫନେସ୍ ଏହି ଉଦାସୀନତା ବା ଦୂରତା ପାଇଁ ଏକମାତ୍ର କାରଣ ଦାୟୀ ଥିଲା ସେ ହେଉଛି ମୋର ଲାଜକୁଳତା ମାଇ ସାଇନେସ୍। ହୁଇଚ୍ ଆଇ ନାଓ ସି ରଙ୍ଗ ହୁଇଚ୍ ଯାହା ବା ଯାହାକୁ ଆଇ ନାଓ ସି ରଙ୍ଗ ଯାହାକୁ ମୁଁ ଭୁଲ ବୋଲି ଏବେ ଦେଖୁଛି। ଆଇ ହ୍ୟାଡ୍ ଦେନ୍ ଦ ଫଲ୍ସ ନେସନ୍ ଦ୍ୟାଟ୍ ଗ୍ରାମାଷ୍ଟିକ୍ ହ୍ୟାଡ୍ ନଥିଂ ଟୁ ଡୁ ୱିଥ୍ ଏଜୁକେସନ୍। ଆଇ ହ୍ୟାଡ୍ ଦେନ୍ ଦ ଫଲ୍ସ ନୋସନ୍ ଦ୍ୟାଟ୍ ଯେତେବେଳେ ମୋର ଭ୍ରମଧାରଣା ଥିଲା ଯେ ସେତେବେଳେ ମୋର ଭ୍ରମଧାରଣା ଥିଲା ଯେ ଗ୍ରାମାଷ୍ଟିକ୍ ହ୍ୟାଡ୍ ନଥିଂ ଟୁ ଡୁ ୱିଥ୍ ଏଜୁକେସନ୍ ଶିକ୍ଷା ସହିତ ଖେଳ କସରତର କୌଣସି ସମ୍ପର୍କ ନାହିଁ। ଏଇ ଭୁଲ ଧାରଣା ମୋର ସେତେବେଳେ ମୋ ମନରେ ଅଙ୍କୁରିତ ହୋଇଥିଲା ବା ଜନ୍ମ ହୋଇଥିଲା। ଟୁଡେ ଆଇ ନୋ ଆଜି ମୁଁ ଜାଣୁଛି ଦ୍ୟାଟ୍ ଯେ ଫିଜିକାଲ ଟ୍ରେନିଂ ସୁଡ୍ ହ୍ୟାଭ୍ ମଚ୍ ପ୍ଲେସ୍ ଇନ୍ ଦ କରିକୁଲମ୍ ଆଜ୍ ମେଣ୍ଟାଲ ଟ୍ରେନିଂ। ତାହେଲେ ଟୁଡେ ଆଜି ଆଇ ନୋ ମୁଁ ଜାଣୁଛି ଯେ ଫିଜିକାଲ ଟ୍ରେନିଂ ଶାରୀରିକ ଶିକ୍ଷାର ସୁଡ୍ ହ୍ୟାଭ୍ ମଚ୍ ପ୍ଲେସ୍ ସେତିକି ସ୍ଥାନ ରହିବା ଉଚିତ ଇନ୍ ଦ କରିକୁଲମ୍ ପାଠ୍ୟକ୍ରମରେ। ପିଲାମାନେ କରିକୁଲମ୍ ମାନେ କ'ଣ? ପାଠ୍ୟକ୍ରମ। ଆଜ୍ ଯେତିକି ମେଣ୍ଟାଲ ଟ୍ରେନିଂ ମାନସିକ ଶିକ୍ଷାର ସ୍ଥାନ ରହିଛି। ଅର୍ଥାତ୍ ଆଜି ମୁଁ ଜାଣୁଛି ଯେ ପାଠ୍ୟକ୍ରମରେ ଶାରୀରିକ ଶିକ୍ଷାର ଯେତିକି ସ୍ଥାନ ରହିଛି ଠିକ୍ ସେତିକି ସ୍ଥାନ ମାନସିକ ଶିକ୍ଷାର ରହିବା ଉଚିତ। ପିଲାମାନେ ଏ ଥିଲା ଦୁଇଟି ମୁଖ୍ୟ ପାରାଗ୍ରାଫ ଯାହାକୁ ଆମେ ସହଜ ଓ ସରଳ ଭାବରେ ଉପସ୍ଥାପନ କଲୁ ଏବଂ ପ୍ରତ୍ୟେକ ଡିଫିକଲ୍ଟ ୱାର୍ଡ଼ ଗୁଡ଼ିକ ମଧ୍ୟ ତଳେ ରେଲ୍ ଲାଇନ୍ରେ ଆମେ ଇଣ୍ଡିକେଟ୍ କରିଦେଇଛୁ। ତାହେଲେ ଆମେ ନେକ୍ସଟ କ୍ଲାସ୍ରେ ଏହାର ଅନ୍ୟ ମୁଖ୍ୟ ପାରାଗ୍ରାଫ ଗୁଡ଼ିକ ଆଲୋଚନା କରିବୁ। ଯଦି ଆମର এই ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଲା ତାହେଲେ ଆମର କମେଣ୍ଟ ବକ୍ସରେ କମେଣ୍ଟ ଦିଅନ୍ତୁ। ଯଦି ଆମର ୟୁଟ୍ୟୁବ୍ ଚ୍ୟାନେଲ
द सक्सेस पॉइंट कोचिंग सेंटर को सब्सक्राइब करना ताले प्लीज सब्सक्राइब करंतु कारण प्रत्येक विषय गुड़ी को आम सहज और सरल भाव में से सेंटेंस गुड़ी को ताभितर ग्रामाटिकल कॉन्सेप्ट को तो मानकर क्लियर करूँ एवं नूतन वीडियो बा नूतन क्लास गुड़ी करे आम नुआ नुआ चैप्टर इवन इफ तो मानकर ग्रामर गुड़ी को मध्य आलोचना करूँ। तेणु आम सहित सर्वदा जोड़ी रहिबा पाए आमर चैनल को सब्सक्राइब करूँ, लाइक करंतु, शेयर करंतु।